ଏକଦା ଗୋଟିଏ ଜଙ୍ଗଲରେ ଏକ ସୁନ୍ଦର ପୋଖରୀ ଥିଲା। ସେହି ପୋଖରୀରେ ରହୁଥିଲା ଗୋଟିଏ ଚିତ୍ରିତ ହଂସ ଆଉ ଗୋଟିଏ କଇଁଛ। ସେ ବହୁତ ଭଲ ସାଙ୍ଗ ଥିଲେ। କିଛି ଦିନ ହେଲା ବର୍ଷା ନ ହେବାରୁ ପୋଖରୀଟି ଶୁଖିବାକୁ ଲାଗିଲା। ଏହା ଦେଖି ଚିତ୍ରିତ ହଂସ ଚିନ୍ତିତ ହୋଇ କହିଲା, ମୁଁ ମୋର ପରିବାରକୁ ଖୁଆଇବା ପାଇଁ ଆଉ ଏକ ସ୍ଥାନକୁ ଯିବି। କଇଁଛଟି କହିଲା, ମୋର ତ ପକ୍ଷୀ ନାହିଁ, ମୁଁ କିପରି ଉଡ଼ିବି? ହଂସ ଉପାୟଟି ଭାବି କହିଲା, ଆମେ ଗୋଟିଏ ବଡ଼ କାଠଖଣ୍ଡ ଧରି ଉଡ଼ିବା। ତୁ ତାକୁ ମଝିରେ ଧରିବୁ ଆଉ ମୁଁ ମୋର ଡେଣାରେ ଆଗକୁ ଉଡ଼ିବି। କଇଁଛ ସହମତ ହୋଇଗଲା। ଏହାପରେ ସେମାନେ ଏକ ବଡ଼ କାଠଖଣ୍ଡ ଧରି ଉଡ଼ିବାକୁ ଆରମ୍ଭ କଲେ। କଇଁଛଟି ଖୁସିରେ କହିଲା, ଆରେ ମୁଁ ଆଜି ଆକାଶରେ ଉଡ଼ୁଛି। ସେମାନେ ଏହିପରି କଥାବାର୍ତ୍ତା ହୋଇ ଉଡ଼ିବାକୁ ଲାଗିଲେ। ଅନେକ ଦୂରରେ ଆଉ ଏକ ସୁନ୍ଦର ପୋଖରୀ ଦେଖିବାକୁ ମିଳିଲା। ସେଠି ହଂସ କହିଲା, ଆରେ ଆମେ ଆଜି ଆସି ଏକ ସୁନ୍ଦର ପୋଖରୀରେ ପହଞ୍ଚିଗଲୁ। କଇଁଛଟି ବହୁତ ଖୁସି ହୋଇ କହିଲା, ଆରେ ଆଜି ମୁଁ ବି ଆକାଶରେ ଉଡ଼ୁଛି। ତେବେ ହଠାତ୍ ସେହି ସମୟରେ ସେ ଦୁହିଁଙ୍କୁ ଗୋଟିଏ ଚଢ଼େଇ ଦେଖି କହିଲା, ଦୁଇ ସାଙ୍ଗ ଆକାଶରେ ଉଡ଼ୁଛନ୍ତି। କଇଁଛଟି ଏହା ଶୁଣି ହସିଦେଲା, ଯାହାଫଳରେ କଇଁଛଟି କାମୁଡ଼ି ଧରିଥିବା ବାଡ଼ିଟି ତଳକୁ ଖସିପଡ଼ିଲା ଏବଂ ଏହା ଫଳରେ କଇଁଛଟି ମଧ୍ୟ ତଳକୁ ଖସିପଡ଼ିଲା। ସେଥିପାଇଁ କୁହାଯାଏ ତ, ସତର୍କ ରହିଲେ ଜୀବନ ସୁରକ୍ଷିତ ରହିବ।